ଓଡ଼ିଆ ସାହିତ୍ୟ ୟୁଟ୍ୟୁବ୍ ଚ୍ୟାନେଲକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜିର କ୍ଲାସ୍ଟି ଅଳଙ୍କାର ଉପରେ ରହିଛି। ପ୍ରଥମେ ଦେଖିବା ଅଳଙ୍କାରର ସଂଜ୍ଞା ଉପରେ। ଭାମହ ଅଳଙ୍କାର ଶାସ୍ତ୍ରର ଆଦି ପ୍ରଣେତା ହେଲେ ମଧ୍ୟ ତା ପୂର୍ବରୁ ଭରତମୁନିଙ୍କ ନାଟ୍ୟଶାସ୍ତ୍ରରେ ଉପମା, ରୂପକ, ଦୀପକ ଓ ଯମକ ଅଳଙ୍କାରର ନାମ ଦେଖିବା ପାଇଁ ମିଳେ। ଭାମହଙ୍କର କାବ୍ୟାଳଙ୍କାର, ଦଣ୍ଡିଙ୍କର କାବ୍ୟାଦର୍ଶ, କାବ୍ୟ ଶୁଭାକରାନ, ଧର୍ମାନଳଙ୍କାରନ, ତ ଏଇଭଳି ସବୁ ସଂଜ୍ଞା ରହିଛି। ବିଶ୍ୱନାଥ କବିରାଜ ସେମିତି ସାହିତ୍ୟ ରୂପରେ ତାଙ୍କର ସଂଜ୍ଞା ଦେଇଛନ୍ତି। ଆନନ୍ଦବର୍ଦ୍ଧନ ତାଙ୍କ ଧ୍ୱନିଆଲୋକରେ ମଧ୍ୟ ଏହି ସଂଜ୍ଞାଟିକୁ ଦେଇଛନ୍ତି। ତ ସେହିପରି ଅନେକ ଅଳଙ୍କାରିକ ସେମାନଙ୍କର ନିଜ ନିଜ ମତ ଦେଇଛନ୍ତି, ତାକୁ ଟିକେ ମନେ ରଖିବାକୁ ପଡ଼ିବ। ଅଳଙ୍କାରର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ଯାହାକି ଗୋଟେ ରହୁଛି ଅଳଙ୍କ୍ରିୟତେ ନ ତେ ଅଳଙ୍କାରଃ, ଯାହାଦ୍ୱାରା ଅଳଙ୍କୃତ ବା ଭୂଷିତ କରାଯାଏ ତାହାକୁ ଅଳଙ୍କାର କୁହାଯାଏ ବୋଲି କୁହାଯାଏ। ଅନ୍ୟ ଏକ ଉଦାହରଣ ହେଉଛି ଅଳଙ୍କାରୋତୀତି ଅଳଙ୍କାରଃ, ଯାହା ଅଳଙ୍କୃତ ଅଥବା ସୁଶୋଭିତ କରେ ତାହା ଅଳଙ୍କାର। ତ ଏହିପରି ଅଳଙ୍କାରର ଅର୍ଥ ମଧ୍ୟ ରହିଛି। ତ ବର୍ତ୍ତମାନ ଦେଖିବା ଅଳଙ୍କାର। ଏଥିରେ ଅଳଙ୍କାର ସଂଜ୍ଞା ଏବଂ ଅଳଙ୍କାର ବ୍ୟୁତ୍ପତ୍ତିଗତ ଅର୍ଥ ସରିଲା। ଅଳଙ୍କାର କ'ଣ ନା କାବ୍ୟ ଓ ପଦ ସାହିତ୍ୟରେ ଶୋଭାବର୍ଦ୍ଧକ କରୁଥିବା ଉପାଦାନ ଗୁଡ଼ିକୁ କାବ୍ୟ ଅଳଙ୍କାର ବା ସଂକ୍ଷେପରେ ଅଳଙ୍କାର କୁହାଯାଇଥାଏ। କାବ୍ୟରେ ବ୍ୟବହୃତ ଶବ୍ଦ, ଧ୍ୱନି ଅଥବା ଅର୍ଥ ବା ଭାବର ଶୋଭାବର୍ଦ୍ଧନ ଓ ଚମତ୍କାରିତା ସମ୍ପାଦନ କରୁଥିବା ଅସ୍ଥିର ଧର୍ମ ବିଶେଷକୁ ଅଳଙ୍କାର କୁହାଯାଏ। ତ ଅଳଙ୍କାର ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ। ଗୋଟେ ହେଉଛି ଶବ୍ଦାଳଙ୍କାର ଏବଂ ଅନ୍ୟଟି ହେଉଛି ଅର୍ଥାଳଙ୍କାର। ଗୋଟେ ହେଲା ଶବ୍ଦାଳଙ୍କାର, ଅନ୍ୟଟି ହେଲା ଅର୍ଥାଳଙ୍କାର। ପ୍ରଥମେ ଆଲୋଚନା କରିବା ଶବ୍ଦାଳଙ୍କାର ଉପରେ। ତ ଶବ୍ଦାଳଙ୍କାର ଶବ୍ଦ ଦ୍ୱାରା ବାକ୍ୟର ସୌନ୍ଦର୍ଯ୍ୟ ଯେଉଁଠି ପ୍ରକାଶ ପାଏ ସେଠାରେ ତାହା ଶବ୍ଦାଳଙ୍କାର ହୋଇଥାଏ। ଯେଉଁଠାରେ ଶବ୍ଦର ସୌନ୍ଦର୍ଯ୍ୟ ବଢ଼ିଥାଏ ସେଠାରେ ଶବ୍ଦାଳଙ୍କାର ହୋଇଥାଏ। ଯାହାଦ୍ୱାରା କାବ୍ୟରେ ବ୍ୟବହୃତ ଶବ୍ଦ ସରସ, ସୁନ୍ଦର, ଶ୍ରୁତିପ୍ରିୟ ତାହାକୁ ଶବ୍ଦାଳଙ୍କାର କୁହାଯାଏ। ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି। ଅନୁପ୍ରାସ, ଯମକ, ଶ୍ଳେଷ, ଏହିପରି ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି। ତ ଦେଖିବା ତ ଶବ୍ଦାଳଙ୍କାର, ଅନୁପ୍ରାସ, ଯମକ, ଶ୍ଳେଷ ଏଭଳି ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମେ ଦେଖିବା ଅନୁପ୍ରାସ। ବାକ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣର ପୁନଃ ଆବୃତ୍ତି ବା ବାରମ୍ବାର ଆବୃତ୍ତି ହେଲେ ଅନୁପ୍ରାସ ଅଳଙ୍କାର ହୋଇଥାଏ। ଏବଂ ଏହା ପୁଣି 5 ପ୍ରକାରର ଅନୁପ୍ରାସ ଅଳଙ୍କାର ରହିଛି, ଯାହା ଛେକାନୁପ୍ରାସ, ବୃତ୍ତାନୁପ୍ରାସ, ଶ୍ରୁତାନୁପ୍ରାସ, ଲାଟାନୁପ୍ରାସ ଏବଂ ଅନ୍ତ୍ୟାନୁପ୍ରାସ। ଏହିଭଳି ଭାବରେ 5 ଭାଗରେ ବିଭକ୍ତ କରାଯାଇଛି ଅନୁପ୍ରାସ ଅଳଙ୍କାରକୁ। ଅନୁପ୍ରାସ ଅଳଙ୍କାର କାହାକୁ କୁହାଯାଏ ନା ବାକ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ଆବୃତ୍ତି ବା ପୁନଃ ଆବୃତ୍ତି ହେଲେ ଅନୁପ୍ରାସ ଅଳଙ୍କାର କୁହାଯାଏ। ଯେମିତି ପ୍ରଥମେ ଦେଖିବା ଛେକାନୁପ୍ରାସ। ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ପର୍ଯ୍ୟାୟକ୍ରମେ ପଦ ମଧ୍ୟରେ ଏକାଧିକ ବାର ଆବୃତ୍ତି ହେଲେ ତାହାକୁ ଛେକାନୁପ୍ରାସ ଅଳଙ୍କାର କୁହାଯାଏ। ଛେକାନୁପ୍ରାସର ଅଳଙ୍କାର ଗୋଟେ ଉଦାହରଣ ଦିଆଯାଇଛି। ଦେଖି ନେବ କାଳିକା, ବକାଳିକା, ମାଳିକା, ଆଳି କାଳିକା, କାନ୍ତ ସ୍ମରି, ରକ୍ଷା କେମନ୍ତ କରି, କରିବା ମତ କରି, ଗତି କେମନ୍ତ ବିଚାରି, ଏହିପରି ଏକ ଗୁ ସହଚରୀ। ତ ଏହିପରି ଏକ ଯେଉଁ ଉଦାହରଣ ରହିଛି ଲାବଣ୍ୟବତୀର ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି। ଉପେନ୍ଦ୍ର ଭଞ୍ଜଙ୍କ
ଉପେନ୍ଦ୍ର ଭଞ୍ଜଙ୍କ ଲେଖା ଲାବଣ୍ୟବତୀରେ ଏପରି ଏକ ଦୃଷ୍ଟାନ୍ତ ଦେଖିବା ପାଇଁ ମିଳେ, ଯାହାକି ଛେକାନୁପ୍ରାସର ଇଏ ଗୋଟେ ସଂଜ୍ଞା। ଏଥିରେ ଳ ଆଉ କର ବାରମ୍ବାର ଆବୃତ୍ତି ଏପରି ରହିଛି। ସେମିତି ବୃତ୍ତାନୁପ୍ରାସ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ପଦ ମଧ୍ୟରେ କ୍ରମାନ୍ୱୟରେ ବା କ୍ରମାନ୍ୱୟ ବିନା ପୁନରାବୃତ୍ତି ଘଟିଲେ ବୃତ୍ତାନୁପ୍ରାସ ଅଳଙ୍କାର ହୁଏ। ଯେମିତି ଏଠି ଗୋଟେ ଉଦାହରଣ ଦିଆଯାଇଛି। ପ୍ରଥମେ ଅଳଙ୍କାର ବୃତ୍ତାନୁପ୍ରାସ ଅଳଙ୍କାର କାହାକୁ କୁହାଯାଏ ଏବଂ ତାର ଏକ୍ଜାମ୍ପଲ୍ ଟାକୁ ମନେ ରଖିପଡ଼ିବ। ଅଧିକେ ସଂସାର ସଙ୍ଗତେ ପିରତି ନ କରିବ ଚିତେ, ଏହା ଭାଗବତରେ କୁହାଯାଇଛି ଏବଂ ଏଥିରେ ଦେଖିବା ପାଇଁ ମିଳୁଛି ର ବର୍ଣ୍ଣର ବାରମ୍ବାର ଆବୃତ୍ତି ହେଇଛି। ପିରତି କରିବ, ପିରତିର କରିବର, ତ ଏଇଭଳି ବାରମ୍ବାର ଆବୃତ୍ତି ରହିଛି। ଶ୍ରୁତାନୁପ୍ରାସ ଏମିତି ଶ୍ରୁତାନୁପ୍ରାସ ତାଳୁ ଦନ୍ତ କର୍ଣ୍ଣ ମୂର୍ଧା ଓଷ୍ଠ ଆଦି ସ୍ଥାନମାନଙ୍କରୁ ଉଚ୍ଚାରିତ ବ୍ୟଞ୍ଜନ ବର୍ଣ୍ଣ ପଦ ମଧ୍ୟରେ ଏକାଧିକ ଥର ଆବୃତ୍ତି ହେଲେ ଶ୍ରୁତାନୁପ୍ରାସ ଅଳଙ୍କାର ହୋଇଥାଏ। ଯେମିତି ଉଦାହରଣ ଗୋଟେ ରହିଛି, ଆନ ଆନନ୍ଦକୁ ଲକ୍ଷ୍ୟ ହେବାର ନୁହେଁ, ଜନ ଜନକ ଜନନୀ ମନକୁ ମୋହେ। ବିଶ୍ୱ ବିଦଗ୍ଧ ଚିନ୍ତାମଣିରୁ ଏଠାରେ ନ, ଦ, ଲ, ନ ଆଦି ବର୍ଣ୍ଣମାନଙ୍କର ଆବୃତ୍ତି ମଧ୍ୟ ରହିଛି। ତ ସେହିଭଳି ଲାଟାନୁପ୍ରାସ ପଦ ମଧ୍ୟରେ ଶବ୍ଦ ଓ ଅର୍ଥର ପୁନଃ ପ୍ରୟୋଗ ହେଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅର୍ଥଗତ ପାର୍ଥକ୍ୟ ପରିଲକ୍ଷିତ ହେଲେ ଲାଟାନୁପ୍ରାସ ଅଳଙ୍କାର ହୋଇଥାଏ। ଏବଂ ତାର ଉଦାହରଣଟା ଉପାଧି ଜଡ଼ିତେ, ଉପାଧି ଜଡ଼ିତେ, ଉପାଧିରେ ଆଜ କରିବେ ଜଡ଼ିତ, ଯାହାକି ଦରବାର ରାଧାନାଥ ରାୟଙ୍କର କବିତାରୁ ଆସିଛି ଏହି ଉଦାହରଣଟି। ସେମିତି ଅନ୍ତ୍ୟାନୁପ୍ରାସ ପଦ ବା ପାଦରେ ଶେଷରେ ଥିବା ବ୍ୟଞ୍ଜନ ବର୍ଣ୍ଣ ତାହାର ପରବର୍ତ୍ତୀ ପାଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ସହ ସାମ୍ୟ ରଖି ପୁନଃ ପ୍ରୟୋଗକୁ ଅନ୍ତ୍ୟାନୁପ୍ରାସ ଅଳଙ୍କାର କୁହାଯାଏ। ଯେମିତି ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳର ମାଳି ନୀଳାମ୍ବୁ ଚିଲିକା, ଯେମିତି ଏଠି ଦୀର୍ଘିକା ଚିଲିକା, ସେମିତି ଉତ୍କଳ, ଯେମିତି ଏଇଟା ଯେହେତୁ ଅନ୍ତ୍ୟାନୁପ୍ରାସ, ଯେମିତିକି ଦୀର୍ଘିକା ଚିଲିକା ସମାନ ଉଚ୍ଚାରଣ ରହୁଛି, ତେଣୁକରି ଏଇଟା ଅନ୍ତ୍ୟାନୁପ୍ରାସ ବା ଅନ୍ତରେ ବା ଶେଷରେ ସମାନ ସମାନ ଉଚ୍ଚାରଣ ହୋଇଥାଏ। ଅନୁପ୍ରାସ ପରେ ଯମକ ଅଳଙ୍କାର ଦେଖିବା। ଅନୁପ୍ରାସ 5 ଭାଗରେ ଭାଗ ହେଇଥିଲା, ସେ ସରିଗଲା। ଯମକ ଅଳଙ୍କାର ଦେଖିବା ବର୍ତ୍ତମାନ। ତ ଯମକ ଅଳଙ୍କାର ରହିଛି ଭିନ୍ନାର୍ଥ ବୋଧକ ବା ଭିନ୍ନ ଅର୍ଥ ବୋଧକ କରୁଥିବା କିନ୍ତୁ ଏକ ପ୍ରକାର ଶବ୍ଦ ମାନଙ୍କର ପୁନରାବୃତ୍ତି ହେଲେ ଯମକ ଅଳଙ୍କାର ହୁଏ। ଏହା ମଧ୍ୟ 5 ପ୍ରକାରର। ତ ଆଦ୍ୟ ଯମକ, ମଧ୍ୟ ଯମକ, ପ୍ରାନ୍ତ ଯମକ, ମାଳ ଯମକ, ସର୍ବଯମକ, ଏଇଭଳି ଭାବରେ ଏହାକୁ ମଧ୍ୟ 5 ଭାଗରେ ବିଭକ୍ତ କରାଯାଇଛି। ତ ପ୍ରଥମେ ଦେଖିବା ଆଦ୍ୟ ଯମକ କ'ଣ? ପଦର ଆଦ୍ୟରେ ଗୋଟିଏ ଶବ୍ଦ ବାରମ୍ବାର ବ୍ୟବହୃତ ହେଲେ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କଲେ ତାହାକୁ ଆଦ୍ୟ ଯମକ କୁହାଯାଏ। ଯେମିତି ଦେଖିବା, ସେ କହୁଛି ପଦର ଆଦ୍ୟରେ ଯମକ ପ୍ରଥମତଃ ଭିନ୍ନ ଅର୍ଥ ପ୍ରକାଶ କରୁଥିବ ଏବଂ ଏକ ପ୍ରକାର ଶବ୍ଦ ମାନଙ୍କର ପୁନରାବୃତ୍ତି ବା ପୁନରାବୃତ୍ତି ହେଲେ, ଯେମିତିକି ପଥରେ ପଥରେ, ସେମିତି ପଥରେ ପଥରେ ନାରୀ କରି କଲେ ମେଦ, ଦାସ ବତ୍ସଳ ଦାସରେ ଧୁଆଇଲେ ପାଦ, ଲାବଣ୍ୟବତୀରେ ମଧ୍ୟ ଏମିତି ରହିଛି। ତ ଏଥିରେ ପଥରର ଗୋଟେ ପଥର ଅର୍ଥ ହେଉଛି ବାଟରେ, ଆଉ ଗୋଟେ ପଥରର ହେଉଛି ପଥର। ତ ଯମକ ଅଳଙ୍କାରର କ'ଣ ନା ଏଇଟା ଦେଖିବା ପାଇଁ ମିଳୁଛି, ପଥରେ ପଥରେ ମାନେ ଏଇଟା ସେ କହୁଛି ଯେ ବିଭିନ୍ନାର୍ଥ ବୋଧକ ଶବ୍ଦ, ଏକ ପ୍ରକାରର ଶବ୍ଦ ମାନଙ୍କର ପୁନରାବୃତ୍ତି, ଅର୍ଥ ଅଲଗା ହେବ କିନ୍ତୁ ଶବ୍ଦ ହେଉଛି ଗୋଟିଏ ଶବ୍ଦ ଦୁଇଥର ବ୍ୟବହାର ହେବ ଏବଂ ତାର ଅର୍ଥ ଅଲଗା, ଯେମିତି ଏଠି ବାଟରେ, ଏଠି ପଥରେ। ତ ଏମିତି ଥିଲେ ଏହା ଆଦ୍ୟ ଯମକ ବୋଲି ଆମେ ଜାଣିପାରିବା। ଠିକ୍ ସେଭଳି ଦେଖିବା ମଧ୍ୟ ଯମକ। ମଧ୍ୟ ଯମକ କ'ଣ ନା ପଦ ମଧ୍ୟରେ ଏଠି ମଧ୍ୟରେ, ଯେମିତି ପଦ ମଧ୍ୟରେ, ଯେମିତି ଆମେ ଦେଖିଲେ ଏଠି ଆଦ୍ୟ ଯମକ ମାନେ ପାଦ ଆଦ୍ୟରେ ବା ଆରମ୍ଭରେ ଦେଖିବା ମିଳିଥାଏ, ଯେମିତି ପଥରେ ପଥରେ। ଠିକ୍ ସେଭଳି ମଧ୍ୟ ଯମକ କହିଲେ ପଦର ମଧ୍ୟରେ ଭିନ୍ନ ଭିନ୍ନ ଅର୍ଥ ଗୋଟିଏ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହୃତ ହେଲେ ତାହାକୁ ମଧ୍ୟ ଯମକ କୁହାଯାଏ। ଯେମିତି ଉଦାହରଣ ଦେଖିବା, ନଳିନୀ ନଳିନୀ, ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ, ଯେମିତି ମଝିରେ ରହୁଛି ଏଇ ଜିନିଷ, ଏଇ ଶବ୍ଦ ଗୁଡ଼ିକ। ଏବଂ ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରେ, ଠିକ୍ ସେଭଳି ଯେହେତୁ ମଝିରେ ଏଇ ଶବ୍ଦ ଗୁଡ଼ାକ ରହୁଛି ତେଣୁକରି ଏହାକୁ ମଧ୍ୟ ଯମକ ବୋଲି କୁହାଯାଏ। ଏବଂ ଏମାନଙ୍କର ମଧ୍ୟ ଅର୍ଥ ଅଲଗା ଅଲଗା ରହିଥାଏ। ଯେମିତି ଏଠି ପ୍ରଥମ ନଳିନୀର ଅର୍ଥ ହେଉଛି ପୁଷ୍କରିଣୀ ଜାତୀୟ ନାରୀ, ପଦ୍ମିନୀ ଜାତୀୟ ନାରୀ ପ୍ରଥମ ଅର୍ଥ, ଦ୍ୱିତୀୟ ନଳିନୀର ଅର୍ଥ ହେଉଛି ଯେମିତି ପୁଷ୍କରିଣୀ, ତୃତୀୟ ନଳିନୀର ଅର୍ଥ ଯେମିତି ପଦ୍ମ। ଠିକ୍ ସେହିଭଳି ପ୍ରଥମ ଭ୍ରମରର ଅର୍ଥ ହେଉଛି ଭ୍ରମର ମାନେ, ଦ୍ୱିତୀୟ ଭ୍ରମରର ଅର୍ଥ ହେଉଛି ଭ୍ରମବଶତ ଏବଂ ତୃତୀୟ ଭ୍ରମରର ଅର୍ଥ ହେଉଛି ଜଳଭଉଁରୀ। ତ ଇଏ ଥିଲା ମଧ୍ୟ ଯମକ। ସେମିତି ପ୍ରାନ୍ତ ଯମକ ଦେଖିବା, ପଦର ଶେଷରେ ଗୋଟିଏ ଶବ୍ଦ ଭିନ୍ନ ଅର୍ଥ ପ୍ରକାଶ କରି ବାରମ୍ବାର ବ୍ୟବହୃତ ହେଲେ ପ୍ରାନ୍ତ ଯମକ ଅଳଙ୍କାର କୁହାଯାଏ। ଯେମିତିକି କ୍ଷେପଣେ କ୍ଷେପଣେ ତୋର ଶୈଳୀଳେ, ଏଇ ଶୈଳୀରେ ରହିଛି।
ହୀରକର ଉତ୍ସ ଉଠିଲେ ସଳିଲେ ସଳିଲେ। ତ ପ୍ରଥମ ସଳିର ଅର୍ଥ ହେଉଛି ଜଳରେ ଏବଂ ଦ୍ୱିତୀୟ ଶୈଳୀର ଅର୍ଥ ହେଉଛି ଲୀଳାର ସହ। ତ ଏହା ଚିଲିକାର କାବ୍ୟରୁ ଆସିଛି ଏହି ଉଦାହରଣଟି। ତ ଇଏ ଥିଲା ପ୍ରାନ୍ତ, ଯେହେତୁ ପ୍ରାନ୍ତରେ ସମାନ ସମାନ ଶବ୍ଦ ଅଛି ଏବଂ ସେମାନଙ୍କର ଅର୍ଥ ଅଲଗା ଅଲଗା ରହିଛି, ତେଣୁକରି ଏହା ପ୍ରାନ୍ତ ଯମକ ହେବ। ଠିକ୍ ସେଭଳି ମାଳ ଯମକ, ଯେଉଁଠାରେ ଦେଖିବ ପଦ ମଧ୍ୟରେ ଭିନ୍ନାର୍ଥ ବୋଧକ ସମଚାରିତ ଶବ୍ଦ ସମୂହ ବାରମ୍ବାର ପ୍ରୟୋଗ ହେଲେ ତାହାକୁ ମାଳ ଯମକ କୁହାଯାଏ। ଯେମିତି ବୃଷ ଭାନୁ ଭାନୁ ପରା ତାପ ନାହିଁ, ବୃତ ତମାଳ ତମାଳ ମାଳ ମାଳତୀ ଲତା ନାହିଁ। ଯେମିତି ଏଠାରେ ଦେଖିବା ପାଇଁ ମିଳେ ବୃଷଭାନୁ, ବୃଷଭାନୁର ଅର୍ଥ ହେଉଛି ଅଗ୍ନି, ପୁଣି ବୃଷଭାନୁର ଅର୍ଥ ହେଉଛି ଅଗ୍ନି, ପୁଣି ଭାନୁର ଅର୍ଥ ହେଉଛି ସୂର୍ଯ୍ୟ, ଆଉ ଗୋଟେ ଭାନୁର ଅର୍ଥ ହେଉଛି କିରଣ। ଠିକ୍ ସେହିଭଳି ତମାଳ, ତମାଳର ଅର୍ଥ ହେଉଛି ତମାଳ ଲତାକୁ, ତମାଳ ଲତାକୁ। ଠିକ୍ ସେମିତି ମାଳ କହିଲେ ସମୂହ, ମାଳ ସମୂହ ବା ସମୂହ। ଆଉ ଗୋଟେ ମାଳତୀ କହିଲେ, ମାଳତୀ ଲତା କହିଲେ ମାଳତୀ ଗୁଣର ଲତା ବା ମାଳତୀ ଗଛର ଲତା, ମାଳତୀ ଗଛର ଲତା। ତ ଏଇ ଥିଲା ମାଳ ଯମକ, ଯାହାକି ଅଧିକ ମାଳ ମାଳ ହେଇକି ଥାଏ, ତେଣୁ ଗୋଟେ ମାଳ ଯମକ ହେଲା। ସେମିତି ସର୍ବଯମକ, ଯାହାକି ସବୁ ଭିନ୍ନାର୍ଥ ବୋଧକ ଏକ ପ୍ରକାର ଶବ୍ଦ ପଦ ମଧ୍ୟରେ ଏକାଧିକ ଥର ବ୍ୟବହୃତ ହେଲେ ସର୍ବଯମକ ହୋଇଥାଏ। ଯେମିତିକି ଅହିମକର ତାପନାଶେ ଶୁଭା ସାରସ ଚକରେ, ଅହିମକର ତାପନାଶେ ଶୁଭା ସାରସ ଚକରେ। ତ ଏହାର ଅର୍ଥ ହେଉଛି, ଏହାର ଏକ୍ଜାମ୍ପଲ୍, ଏହାର ଯେଉଁ ଉଦାହରଣଟି ରହିଛି ସର୍ବଯମକ। ତ ସମସ୍ତ ସବୁ ଗୁଡ଼ିକ ସମାନ ଦେଖାଇଥାଏ, ଉପରେ ଯେଉଁ ପାଦ ଥାଏ ତଳେ ମଧ୍ୟ ସେଇ ସମାନ ପାଦ ରହିଥାଏ। ତ ଏଇଭଳି ଉଦାହରଣ ଥିଲେ ତାହା ସର୍ବଯମକ ହୋଇଥାଏ। ଅନୁପ୍ରାସ ସରିଲା, ଯମକ ସରିଲା, ବର୍ତ୍ତମାନ ଦେଖିବା ଶ୍ଲେଷ। 3 ନମ୍ବର ଯେଉଁ ଆମର ଶବ୍ଦାଳଙ୍କାରର 3 ନମ୍ବର ଅଳଙ୍କାର ହେଉଛି ଶ୍ଲେଷ ଅଳଙ୍କାର। ଗୋଟିଏ ଶବ୍ଦ ଏକ ପଦରେ ଥିଲେ ମାତ୍ର ବ୍ୟବହାର ହୋଇ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କଲେ ତାକୁ ଶ୍ଲେଷ ଅଳଙ୍କାର କୁହାଯାଏ। ଯେମିତି ଏହା ତ୍ରିବିଧ, ଅଭଙ୍ଗ, ସ୍ୱଭଙ୍ଗ ଏବଂ ଭଙ୍ଗାଭଙ୍ଗ ଶ୍ଲେଷ। ତ ପ୍ରଥମେ ଦେଖିବା ଅଭଙ୍ଗ ଶ୍ଲେଷ କ'ଣ? ପଦ ମଧ୍ୟରେ ବ୍ୟବହୃତ ଶବ୍ଦକୁ ନ ଭାଙ୍ଗି ଭିନ୍ନ ଭିନ୍ନ ଅର୍ଥରେ ପ୍ରୟୋଗ କଲେ ତାକୁ ଅଭଙ୍ଗ ଶ୍ଲେଷ କୁହାଯାଏ। ସେମିତି ସ୍ୱଭଙ୍ଗ ଶ୍ଲେଷ କାହାକୁ କୁହାଯାଏ? ନା ପଦ ମଧ୍ୟରେ ବ୍ୟବହୃତ ଶବ୍ଦକୁ ଭାଙ୍ଗି ନୂତନ ଅର୍ଥ ସୃଷ୍ଟି କରାଗଲେ ତାହାକୁ ସ୍ୱଭଙ୍ଗ ଶ୍ଲେଷ କୁହାଯାଏ। ସେମିତି ଭଙ୍ଗାଭଙ୍ଗ ଶ୍ଲେଷ କ'ଣ? ପଦରେ ସ୍ୱଭଙ୍ଗ ଓ ଅଭଙ୍ଗ ଶ୍ଲେଷ ଅଳଙ୍କାର ସମନ୍ୱୟରେ ଅର୍ଥ ସୃଷ୍ଟି ହେଲେ ତାହାକୁ ଭଙ୍ଗାଭଙ୍ଗ ଶ୍ଲେଷ କୁହାଯାଏ। ତ ଏହାର ଗୋଟେ ଉଦାହରଣ ରହିଛି, ବାବୁ ନାକ ସିରି ଦାନ ଯୋଗ୍ୟ ଜୁଷାକୁ, ବିହର କାନନ କର ଆଲିଙ୍ଗନକୁ। ବୈଦେଶ ବିଳାସର ଉଦାହରଣଟି ରହିଛି। ଅଭଙ୍ଗ, ଏଠାରେ ଦେଖିବା ପାଇଁ ମିଳେ ତ ବାବୁ ନାକ ସିରି, ନାକର ଅର୍ଥ ହେଉଛି ସ୍ୱର୍ଗ ନାସିକା ଅର୍ଥରେ, ଏବଂ ଦାନ ଅର୍ଥ ହେଉଛି ଦେବା ବା ଛେଦନ ଅର୍ଥରେ ବ୍ୟବହାର ହୋଇଥାଏ। ତ ଏଇଭଳି ଭଙ୍ଗାଭଙ୍ଗ ଶ୍ଲେଷ ବ୍ୟବହାର ହୋଇଥାଏ। ତ ଶବ୍ଦାଳଙ୍କାରର ଅନୁପ୍ରାସ, ଯମକ ଏବଂ ଶ୍ଲେଷ ବିଷୟରେ ପଢ଼ିଲେ। ବର୍ତ୍ତମାନ ଦେଖିବା ଅର୍ଥାଳଙ୍କାର। ଅର୍ଥର ଗୁରୁତ୍ୱ ଓ ସୌନ୍ଦର୍ଯ୍ୟ ଯୋଗୁଁ ବାକ୍ୟରେ ସମୃଦ୍ଧି ଆସିଲେ ତାହାକୁ ଅର୍ଥାଳଙ୍କାର କୁହାଯାଏ। ଯେମିତିକି ଉପମା ଅଳଙ୍କାର। ତ ଅର୍ଥାଳଙ୍କାର, ଉପମା ଅଳଙ୍କାର, ତ ଏଇଭଳି କେତେ ଗୁଡ଼ିଏ ଅର୍ଥାଳଙ୍କାର ରହିଛି। ସେଗୁଡ଼ିକୁ ଦେଖିବା। ପ୍ରଥମେ ଉପମା ଅଳଙ୍କାର। ସମାନ ଧର୍ମାକ୍ରାନ୍ତ ଭିନ୍ନ ଭିନ୍ନ ଜାତୀୟ ଦୁଇଟି ବସ୍ତୁର ସାଦୃଶ୍ୟ କଥିତ ହେଲେ ଉପମା ଅଳଙ୍କାର ହୋଇଥାଏ। ଏହାର 4ଟି ଅଙ୍ଗ ରହିଛି। ଯେମିତି ଉପମେୟ, ଉପମାନ, ଉପମାବାଚକ ଶବ୍ଦ ଏବଂ ସାଧାରଣ ଧର୍ମ। ଏଇ 4ଟିକୁ ମଧ୍ୟ ମନେ ରଖିବା ନିହାତି ଆବଶ୍ୟକ। ତ ପ୍ରଥମେ ଦେଖିବା ଉପମେୟ କ'ଣ? କବି ପଦରେ ଯେଉଁ ମୂଳ ଶବ୍ଦ ସହିତ ତୁଳନା କରିବାକୁ ଚାହୁଁଥାଏ ତାହାକୁ ଉପମେୟ କୁହାଯାଏ। କବି ପଦରେ ଯେଉଁ ମୂଳ ଶବ୍ଦ ସହିତ ତୁଳନା କରିବାକୁ ଚାହୁଁଥାଏ ତାହାକୁ ଉପମେୟ କୁହାଯାଏ। ଠିକ୍ ସେଭଳି ଉପମାନ ଦେଖିବା। ଉପମେୟ ପାଇଁ ଯେଉଁ ଶବ୍ଦ ଦୃଶ୍ୟ ଚରିତ୍ରକୁ ଅବତାରଣ କରାଯାଏ କାବ୍ୟରେ ତାହାକୁ ଉପମାନ କୁହାଯାଇଥାଏ। ଉପମେୟ ପାଇଁ ଯେଉଁ ଶବ୍ଦ ବା ଦୃଶ୍ୟ ଚରିତ୍ରକୁ ଅବତାରଣ କରାଯାଇଥାଏ ବାକ୍ୟରେ ତାହାକୁ ଉପମାନ କୁହାଯାଇଥାଏ। ସେମିତି ଉପମାବାଚକ ଶବ୍ଦ, ଯେମିତି ଯେଉଁ ଶବ୍ଦ ଉପମାନ ଓ ଉପମେୟ ମଧ୍ୟରେ ଥିବା ସାଧାରଣ ଧର୍ମକୁ ସଂଯୁକ୍ତ କରେ ତାହା ଉପମାନବାଚକ ଶବ୍ଦ। ସାଦୃଶ୍ୟବାଚକ ଶବ୍ଦ, ଯେମିତିକି ପ୍ରାୟ, ପରି, ଯଥା, ତଥା, ଯେହ୍ନେ, ଯେସନେ, ତୁଲ୍ୟ, ସଦୃଶ। ଏହି ଶବ୍ଦ ଗୁଡ଼ିକ ଥିଲେ ଆମେ ଜାଣିପାରିବା ଯେ ଏଗୁଡ଼ିକ ହେଉଛି ଉପମାବାଚକ ଶବ୍ଦ ଏବଂ ଏହା ଉପମା ଅଳଙ୍କାର ବୋଲି ଜାଣିବା। ଯେଉଁ ପଦରେ ବା ପ୍ରତ୍ୟେକ ପାଦରେ ଯେଉଁ ପଦରେ
ବା କୌଣସି ପାଦରେ ଯଦି ପ୍ରାୟ ପରି ଯଥା ତଥା ଯେହ୍ନେ ଯେସନେ ତୁଲ୍ୟ ସଦୃଶ ଏହି ଶବ୍ଦ ଗୁଡ଼ିକ ଥିବ ତାହେଲେ ଆମେ ଜାଣିପାରିବା ଏହା ଉପମା ଅଳଙ୍କାର ବୋଲି। ତ ସାଧାରଣ ଧର୍ମ କ'ଣ ନା ଉପମେୟ ଉପମାନକୁ ଯେଉଁ ସାଧାରଣ ଗୁଣ ଦ୍ୱାରା ତୁଳନା କରାଯାଏ ତାହାକୁ ସାଧାରଣ ଧର୍ମ ବୋଲି କୁହାଯାଇଥାଏ। ଠିକ୍ ସେଇଭଳି ଦେଖିବା ପୂର୍ଣ୍ଣ ଉପମା କ'ଣ? ଉପମା ଗୁଡ଼ିକ ଯେଉଁଥିରେ ଉପମେୟ ଉପମାନ ଉପମାବାଚକ ଶବ୍ଦ ଏବଂ ସାଧାରଣ ଧର୍ମ ପ୍ରୟୋଗ ହୋଇଥାଏ ସେଠାରେ ପୂର୍ଣ୍ଣ ଉପମା ଅଳଙ୍କାର ହୋଇଥାଏ। ଏହାର ଗୋଟେ ଉଦାହରଣ ମଧ୍ୟ ରହିଛି। ଠିକ୍ ସେଇଭଳି ଲୁପ୍ତ ଉପମା ରହିଛି ଯେଉଁଠାରେ ଉପମାନ ଉପମେୟ ଉପମାବାଚକ ଶବ୍ଦ ଓ ସାଧାରଣ ଧର୍ମ ମଧ୍ୟରୁ ଏକ ଏକାଧିକ ଅଙ୍ଗର ଲୋପ ହୋଇଥାଏ ସେଠାରେ ଲୁପ୍ତ ଉପମା ଅଳଙ୍କାର ହୋଇଥାଏ। ଏହାର ମଧ୍ୟ ଗୋଟେ ଉଦାହରଣ ରହିଛି ମାଳୋପମା ଏକ ଉପମେୟର ଏକାଧିକ ଉପମାନ ପଦରେ ପ୍ରକାଶ ପାଇଲେ ସେଠାରେ ମାଳୋପମା ହୋଇଥାଏ। ଏହାର ମଧ୍ୟ ଉଦାହରଣ ରହିଛି ରୂପକ ଅଳଙ୍କାର କାହା କୁହାଯାଏ? ଯେଉଁଠାରେ ଉପମେୟ ଉପମାନ ମଧ୍ୟରେ ଅଭେଦ କଥିତ ହୋଇଥାଏ ସେଠାରେ ରୂପକ ଅଳଙ୍କାର ହୋଇଥାଏ। ଏଇ ଡେଫିନେସନକୁ ମଧ୍ୟ ମନେ ରଖିବ। ଏଥିରୁ ମଧ୍ୟ ପଚାରିପାରେ ସଂଜ୍ଞା ଡେଫିନେସନ ଦେଇଥିବ ଏବଂ ଏହା କେଉଁ ଅଳଙ୍କାର ବୋଲି ପଚାରେ। ଏହା ରୂପକ ଅଳଙ୍କାର। ଯେଉଁଠାରେ ଉପମେୟ ଉପମାନ ମଧ୍ୟରେ ଅଭେଦ କଳ୍ପିତ ବା ଅଭେଦ କଥିତ ହୋଇଥାଏ ସେଠାରେ ରୂପକ ଅଳଙ୍କାର ହୋଇଥାଏ। ସେମିତି ପାରମ୍ପରିକ ରୂପକ ଏବଂ ସାଙ୍ଗ ରୂପକ। ଠିକ୍ ସେଇଭଳି ନିରଙ୍ଗ ରୂପକ ଗୋଟେ ରହୁଛି। ଉତ୍ପ୍ରେକ୍ଷା ଅଳଙ୍କାର ବର୍ତ୍ତମାନ ଆସିଲା ପୁଣି ଉତ୍ପ୍ରେକ୍ଷା ଅଳଙ୍କାର କ'ଣ ନା ପ୍ରକୃତ ବସ୍ତୁରେ ଅପ୍ରକୃତ ବସ୍ତୁର ସମ୍ଭାବନା କରାଗଲେ ସେଠାରେ ଉତ୍ପ୍ରେକ୍ଷା ଅଳଙ୍କାର ହୁଏ। ଏହା ଦୁଇ ପ୍ରକାରର ଗୋଟେ ହେଉଛି ବ୍ୟାଚୋତ୍ପ୍ରେକ୍ଷା ଏବଂ ପ୍ରତ୍ୟାନୁମାନ ଉତ୍ପ୍ରେକ୍ଷା ଅଳଙ୍କାର ବୋଲି କୁହାଯାଇଥାଏ। ବ୍ୟାଚୋତ୍ପ୍ରେକ୍ଷା ଅଳଙ୍କାର ଯେଉଁଠାରେ ବାଚକ ଶବ୍ଦ କି କିମ୍ବା ଅବା ବା ସତ୍ୟ ଯେପରି ଯେନେ ସିନା ପ୍ରୟୋଗ ଦ୍ୱାରା ପ୍ରକୃତ ବସ୍ତୁକୁ ଅପ୍ରକୃତ ବସ୍ତୁ ରୂପେ ସମ୍ଭାବନା କରାଯାଏ ସେଠାରେ ବ୍ୟାଚୋତ୍ପ୍ରେକ୍ଷା ଅଳଙ୍କାର ହୋଇଥାଏ। ଠିକ୍ ସେହିଭଳି ଏହାର ଗୋଟେ ସୁନ୍ଦର ଉଦାହରଣ ରହିଛି ଏଠି ଚିଲିକା କାବ୍ୟରୁ ଆସିଛି। ପ୍ରତ୍ୟମାନ ଉତ୍ପ୍ରେକ୍ଷା ଅଳଙ୍କାର ଯେଉଁଠାରେ ବାଚକ ଶବ୍ଦ ଉଭୟ ରହି ପ୍ରକୃତ ବସ୍ତୁକୁ ଅପ୍ରକୃତ ବସ୍ତୁ ରୂପେ ସମ୍ଭାବନା କରାଯାଏ ସେଠାରେ ପ୍ରତ୍ୟମାନ ଉତ୍ପ୍ରେକ୍ଷା ଅଳଙ୍କାର ହୁଏ। ଏହାର ଗୋଟେ ଉଦାହରଣ ରହିଛି ବର୍ତ୍ତମାନ ଦେଖିବା ବିଭାବନା ଅଳଙ୍କାର। କାରଣ ନଥାଇ କାର୍ଯ୍ୟର ଉତ୍ପତ୍ତି ହେଲେ ବିଭାବନା ଅଳଙ୍କାର ହୋଇଥାଏ। ଯେମିତି କାରଣ ନଥାଇ ବା ବିନା କାରଣରେ କାର୍ଯ୍ୟର ଉତ୍ପତ୍ତି ହେବାକୁ ବିଭାବନା ଅଳଙ୍କାର କୁହାଯାଏ। କାରଣ ନଥାଇ କାର୍ଯ୍ୟର ଉତ୍ପତ୍ତି ହେବା ଯେମିତି ଅନଳ ନୁହେଁ ଦେହ ଦହଇ। ଅନଳ ନୁହେଁ ଦେହ ଦହଇ ତାର ଅର୍ଥ ହେଉଛି ନିଆଁ ନଥିଲେ ମଧ୍ୟ ଦେହ ଜଳି ଉଠୁଛି। ସେମିତି ସେକେଣ୍ଡ ଲାଇନରେ ଅଛି ଅସ୍ତ୍ର ନୁହେଁ ମର୍ମ ଭେଦ ହୋଇ। ଅସ୍ତ୍ର ନୁହେଁ କିନ୍ତୁ ହେଲେ ବି ସେ ଭେଦ କରୁଛି। ସେମିତି ନୁହଁ ତ ଜଳ ବୁଡ଼ାଇ କୂଳ ଜଳ ପାଣି ନୁହଁ କିନ୍ତୁ ସେ ହେଲେ ବି କୂଳ ବୁଡ଼ାଇ ଦେଉଛି। ନୁହେଁ ମାଦକ ସେ ମଧ୍ୟ ମାଦକ ନୁହଁ କିନ୍ତୁ ବିହଳ କରୁଛି ବା ବିହଳ କରୁଛି। ତ ଠିକ୍ ସେପରି ଏପରି ବ୍ୟତିରେକ ଅଳଙ୍କାର ରହିଛି। ଉପମାନ ଠାରୁ ଉପମେୟ ଅଧିକ ବର୍ଣ୍ଣିତ ହେଲେ ବ୍ୟତିରେକ ଅଳଙ୍କାର ହୁଏ। ବ୍ୟତିରେକ ଅଳଙ୍କାର ଚିଲିକାର ଗୋଟେ ଉଦାହରଣ ରହିଛି ନୀଳିମାରେ ବାମା ଚାରୁ କେଶ ପିସ ତୋ ନୀଳ ବିଚିକି କଲା ଉପହାସ। ସେମିତି ବିଶ୍ୱଶକ୍ତି କାରଣ ଥାଇ କାର୍ଯ୍ୟର ଉତ୍ପତ୍ତି ନହେଲେ ବିଶ୍ୱଶକ୍ତି ଅଳଙ୍କାର ହୁଏ। ବିଭାବନା ଅଳଙ୍କାରର ବିପରୀତ ବିଶେଷୋକ୍ତି ଅଳଙ୍କାର। ଏହାର ମଧ୍ୟ ଗୋଟେ ଉଦାହରଣ ରହିଛି। ସେମିତି ସ୍ୱାଭାବିକ ଅଳଙ୍କାର ଯେଉଁଠାରେ ବସ୍ତୁ ପ୍ରାଣୀ ବା ପ୍ରକୃତିର ଅବିକଳ ବର୍ଣ୍ଣନା କରାଯାଏ ସେଠାରେ ସ୍ୱାଭାବିକ ଅଳଙ୍କାର ହୋଇଥାଏ। ଏହାର ମଧ୍ୟ ଗୋଟେ ସୁନ୍ଦର ଉଦାହରଣ ରହିଛି ବ୍ୟାଜସ୍ତୁତି ଅଳଙ୍କାର। ଅର୍ଥାନ୍ତର ନ୍ୟାସ ଅଳଙ୍କାର ରହିଛି ଗୋଟେ ଅପହୃତି ଅଳଙ୍କାର ରହିଛି। ଅର୍ଥାନ୍ତର ନ୍ୟାସ ଗୋଟେ ଅଳଙ୍କାର ରହିଛି ବିଶେଷ ଦ୍ୱାରା ସାମାନ୍ୟ ଓ ସାମାନ୍ୟ ଦ୍ୱାରା ବିଶେଷ ସମର୍ଥିତ ହେଲେ ଅର୍ଥାନ୍ତର ନ୍ୟାସ ଅଳଙ୍କାର ହୋଇଥାଏ। ଭ୍ରାନ୍ତିମାନ ଅଳଙ୍କାର ଅନନ୍ୱୟୀ। ତ ଏହିପରି ଅଳଙ୍କାରର ରହିଛି। ତ ଇଏ ଥିଲା ଅଳଙ୍କାରର କ୍ଲାସ୍ଟିକୁ ଭଲ ଭାବରେ ନୋଟ୍ କରନ୍ତୁ ଏବଂ
ପଢ଼ନ୍ତୁ। ଆଜିର କ୍ଲାସ୍ଟିକୁ ରଖିବା। ଧନ୍ୟବାଦ।